ଆଇପିଏଲ୍ 2023ର ଶନିବାରରେ ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଥମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଦିନ 3ଟା 30 ସମୟରେ ପଞ୍ଜାବ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏବଂ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ପଞ୍ଜାବ ଦଳର ଅଧିନାୟକତ୍ୱ ଶିଖର ଧାୱନ ସମ୍ଭାଳୁଥିବା ବେଳେ କୋଲକାତା ଦଳର ଅଧିନାୟକ ପଦ ଅପେକ୍ଷାକୃତ କମ୍ ଅନୁଭବୀ ନୀତିଶ ରାଣା ସମ୍ଭାଳୁଛନ୍ତି। ପଞ୍ଜାବ ଦଳରେ ଜନି ବେୟାରଷ୍ଟୋ, କାଗିସୋ ରବାଡା, ସାମ କରନ ଭଳି ଖେଳାଳି ରହିଥିବା ବେଳେ କୋଲକାତା ଦଳରେ ଶାର୍ଦୁଲ ଠାକୁର, ଆନ୍ଦ୍ରେ ରସେଲ, ସୁନୀଲ ନାରିନ ଏବଂ ଲିଟନ ଦାସଙ୍କ ଭଳି ପ୍ଲେୟର ରହିଛନ୍ତି। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ପାଖରେ ମାର୍କ ଉଡ୍, କେଏଲ୍ ରାହୁଲ, ମାର୍କ ଷ୍ଟୋଇନିସ୍, କ୍ୱିଣ୍ଟନ ଡିକକ୍ ଭଳି ପ୍ଲେୟର ରହିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ ଦଳରେ ମିଚେଲ ଷ୍ଟାର୍କ, ଇଶାନ୍ତ ଶର୍ମା, ମୁସ୍ତାଫିଜୁର ରହମାନ, ଡେଭିଡ୍ ୱାର୍ଣ୍ଣର ଭଳି ପ୍ଲେୟର ରହିଛନ୍ତି।